ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ଗୁରୁ ଅର୍ଜନ ଦେବଙ୍କ ବିଷୟରେ। ଗୁରୁ ଅର୍ଜନ ଦେବ ଶିଖ ଧର୍ମର ପଞ୍ଚମ ଗୁରୁ ଥିଲେ। ସେ ଆଦି ଗ୍ରନ୍ଥ ସଂକଳନ କରିଥିଲେ, ପବିତ୍ର ଧର୍ମଗ୍ରନ୍ଥ ଯାହା ପରେ ଗୁରୁ ଗ୍ରନ୍ଥ ସାହିବ ହୋଇଗଲା। ସେ ଅମୃତସରରେ ପ୍ରସିଦ୍ଧ ହରମନ୍ଦିର ସାହିବ ସ୍ୱର୍ଣ୍ଣ ମନ୍ଦିର ନିର୍ମାଣ କରିଥିଲେ। ଗୁରୁ ଅର୍ଜନ ଦେବ ଶାନ୍ତି, ସମାନତା ଏବଂ ମାନବତାର ସେବାକୁ ପ୍ରୋତ୍ସାହିତ କରିଥିଲେ। ସେ ସତ୍ୟ ଏବଂ ନ୍ୟାୟ ପାଇଁ ନିଜ ଜୀବନକୁ ବଳିଦାନ ଦେଇ ପ୍ରଥମ ଶିଖ ଶହୀଦ ହୋଇଥିଲେ। वीडियो केमती लगिला मते कमेंट करके जणाइबो। जदि भल लगिला तले वीडियो टिके लाइक कर दबो, वीडियो को शेयर करो, चैनल को सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखिता। तले रहउची देखा वीडियो रे। नमस्कार।